अधिभूतं क्षरो भावः पुरुषश्चाधिदैवतम् अधियज्ञोऽहमेवात्र देहे देहभृताम्बर। बंधुगण, এই শ্লোকরে প্রভু শ্রীকৃষ্ণ ଅଧିଭୂତ, ଅଧିଦୈବ ଏବଂ ଅଧିଯଜ୍ଞ ବିଷୟରେ ବର୍ଣ୍ଣନା କରୁଛନ୍ତି। ପ୍ରଥମେ ସେ ଅଧିଭୂତ ବିଷୟରେ କହୁଛନ୍ତି। ବିଶ୍ୱର ପାଞ୍ଚଟି ତତ୍ତ୍ୱ ହେଲା ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ, ଏବଂ ଏହାକୁ ହିଁ ଅଧିଭୂତ କୁହାଯାଏ। ତାପରେ ଆମେ ଅଧିଦୈବ ବିଷୟରେ ଦେଖିବା। ପ୍ରଭୁ ଶ୍ରୀକୃଷ୍ଣ କହୁଛନ୍ତି, ବିରାଟ ପୁରୁଷ ଯାହା ପରମେଶ୍ୱରଙ୍କର ବିଶ୍ୱରୂପ ଅଟେ ଏବଂ ଯାହାଙ୍କଠାରେ ସମଗ୍ର ଭୌତିକ ଜଗତର ସୃଷ୍ଟି ସନ୍ନିବିଷ୍ଟ ହୋଇଥାଏ, ତାକୁ ଅଧିଦୈବ କୁହାଯାଏ। ସ୍ୱର୍ଗର ସମସ୍ତ ଦେବୀ ଦେବତାଗଣ ଯିଏକି ବିଶ୍ୱର ବିଭିନ୍ନ ବିଭାଗକୁ ନିୟନ୍ତ୍ରଣ କରିଥାନ୍ତି, ସେମାନଙ୍କର ଶାସକ ମଧ୍ୟ ଅଧିଦୈବ ବା ବିରାଟ ପୁରୁଷ ପରମେଶ୍ୱର ଅଟନ୍ତି। ଏବଂ ଏବେ ଆମେ ଦେଖିବା ଅଧିଯଜ୍ଞ କ'ଣ ଅଟେ। ପରମ ବ୍ରହ୍ମ ଶ୍ରୀକୃଷ୍ଣ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରିଥାନ୍ତି ଏବଂ ତାକୁ ହିଁ ଅଧିଯଜ୍ଞ କୁହାଯାଏ। ଆମ ସମସ୍ତଙ୍କ ଶରୀର ମଧ୍ୟରେ ଆତ୍ମା ରହିଥାଏ ଏବଂ ଆତ୍ମା ଭିତରେ ପରମ ବ୍ରହ୍ମ ଶ୍ରୀକୃଷ୍ଣଙ୍କ ତତ୍ତ୍ୱ ଥାଏ, ଯାହାକୁ ପରମାତ୍ମା କୁହାଯାଏ। ଆମେ ଅନେକ ପ୍ରକାର ଯଜ୍ଞ ଏବଂ ଯଜ୍ଞାଦି କର୍ମ କରିଥାଉ, ଯେଉଁଥିରେ ପରମାତ୍ମା ସନ୍ତୁଷ୍ଟ ହୋଇଥାନ୍ତି। ଅତଏବ ସମସ୍ତ ଯଜ୍ଞ ଏବଂ ଯଜ୍ଞାଦି କର୍ମର ଅଧିଷ୍ଠାତା ଦେବ ସେ ଅଟନ୍ତି ଏବଂ ସେ ହିଁ ସମସ୍ତ କର୍ମର ଫଳ ପ୍ରଦାନ କରିଥାନ୍ତି। ଶେଷରେ ଅର୍ଜୁନ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଗୋଟାଏ ପ୍ରଶ୍ନ ପଚାରିଥିଲେ ଯେ ମୃତ୍ୟୁ ପରେ ଜଣେ ବ୍ୟକ୍ତି ଭଗବାନଙ୍କୁ ସ୍ମରଣ କରିବ କିପରି, ଏବଂ ତାର ଉତ୍ତର ପ୍ରଭୁ ଶ୍ରୀକୃଷ୍ଣ ଏହାର ପରବର୍ତ୍ତୀ ଶ୍ଲୋକ 5-8ରେ ଦେଉଛନ୍ତି। ଶିକ୍ଷା। ପରିବର୍ତ୍ତନଶୀଳ ଭୌତିକ ଶରୀରକୁ ଅଧିଭୂତ କୁହାଯାଏ। ପରମେଶ୍ୱରଙ୍କର ବିଶ୍ୱରୂପ ଯିଏ ସୃଷ୍ଟିର ଦେବତାଗଣଙ୍କର ଅଧ୍ୟକ୍ଷ ଅଟନ୍ତି, ତାକୁ ଅଧିଦୈବ କୁହାଯାଏ। ଏବଂ ମୁଁ ଯିଏକି ସମସ୍ତଙ୍କ ହୃଦୟରେ ନିବାସ କରେ ଏବଂ ଯିଏ ସମସ୍ତ ଯଜ୍ଞର ଅଧିଷ୍ଠାତା ଅଧିଯଜ୍ଞ ଅଟେ। The physical manifestation that is constantly changing is called Adhibhuta. The universal form of God which presides over the celestial God in the creation is called Adhidaiva. I, who dwell in the heart of every living being, am called Adhijagya, or the Lord of all sacrifice. Hare Krishna.